ମାଲକାନଗିରି ଜିଲ୍ଲା ସଦର ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଗୁଡ଼ା ଗାଁରେ ନୂତନ ସ୍ଥାୟୀ ଜଗତରନାଥ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା ଓ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଗତ ଶନିବାର ଦିନ ପ୍ରାତଃ ସମୟରେ 108 କଳସ ଯାତ୍ରାରେ ଶୁଭ କଳସ ମନ୍ଦିର ପରିସରରେ ସ୍ଥାପନ କରାଯାଇଥିଲା ଏବଂ ରବିବାର ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ନାମ ଯଜ୍ଞ ସହ ଯଜ୍ଞ କାର୍ଯ୍ୟ କରାଯାଇଛି। ତେବେ ଆଜି ଅଷ୍ଟମ ପ୍ରହରୀର ନାମ ଯଜ୍ଞର ପୂର୍ଣ୍ଣାହୁତି ସହ ଜଗତରନାଥ ଜଗନ୍ନାଥଙ୍କ ବିଗ୍ରହ ସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯିବ ବୋଲି ପୂଜକ ବିକାଶ ପରିଛା ପ୍ରକାଶ କରିଛନ୍ତି। ତେବେ ଆଜିଠାରୁ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ଥାୟୀ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପରେ ଜଗନ୍ନାଥ ଧାମ ପୁରୀର ରୀତିନୀତିରେ ପୂଜା ପାଇବା ସହ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। ସୂଚନା ଅନୁସାରେ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ଏକ ଅସ୍ଥାୟୀ କୁଡ଼ିଆରେ ଦୀର୍ଘ 25 ବର୍ଷ ଧରି ପୂଜା ପାଉଥିଲେ, କିନ୍ତୁ ଚନ୍ଦନଗୁଡ଼ାର ଗ୍ରାମବାସୀଙ୍କ ଉଦ୍ୟମରେ ଓ ଜଗନ୍ନାଥଙ୍କ ଇଚ୍ଛା ଶକ୍ତି ବଳରେ ଆଜି ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ସ୍ଥାୟୀ ମନ୍ଦିର ନିର୍ମାଣ ହୋଇପାରିଛି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଏହି ଜଗନ୍ନାଥଙ୍କ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା ଓ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ଉତ୍ସବରେ ସ୍ଥାନୀୟ ଓ ପଡ଼ୋଶୀ ଛତିଶଗଡ଼ର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଚନ୍ଦନଗୁଡ଼ା ଗାଁର ରାମଚନ୍ଦ୍ର ପୂଜାରୀ, ବଲ ନାୟକ, ମଙ୍ଗଳା ପଡ଼ିଆମୀ, ରଘୁନାଥ ପଡ଼ିଆମୀ, ଜଗନ୍ନାଥ ମାଡ଼କାମୀ, କୃଷ୍ଣଚନ୍ଦ୍ର ମାଡ଼କାମୀ, ଶୁକ୍ରା କବାସୀ ଓ କର୍ଣ୍ଣ ବୁରୁଦା ପ୍ରମୁଖ ପରିଚାଳନା କରିଥିଲେ। ମୁଁ ବିଜୟପୁର ଯାଏ। ମନ୍ଦିର ବହୁତ ଦିନର ମନ୍ଦିର ବହୁତ ସୁନ୍ଦର ଭାବରେ ଚାଲିଥିଲା। ମନ୍ଦିର କମ୍ପ୍ଲିଟ୍ ହେଇନଥିଲା, ଆଜି ସୁଚାରୁ ରୂପେ କମ୍ପ୍ଲିଟ୍ ହେଇଯାଇଛି। ଆମ ପଦ୍ମଗିରି ଅଞ୍ଚଳ ଏବେ ଗୋଟେ 5-6ଟା ପଞ୍ଚାୟତ ଭିତରେ ଜଗନ୍ନାଥ ମନ୍ଦିର ଗୋଟିଏ ପ୍ରଥମର ପ୍ରତିଷ୍ଠା ହେଇଛି। ଖୁସି ଲାଗୁଛି, ବହୁତ ଖୁସି। ପ୍ରାୟ 1000 ଉପରେ ଲୋକ ଆସିକି ବର୍ତ୍ତମାନ ପହଞ୍ଚିଛନ୍ତି। ଆଉ ଆଶା କରୁଛୁ ସନ୍ଧ୍ୟା ସୁଦ୍ଧା ବହୁତ ଲୋକ ଆସିବେ। ପ୍ରାୟ 3 ଦିନର କାର୍ଯ୍ୟକ୍ରମ ରହିଛି, ସୁନ୍ଦର ଭାବରେ ପରିଚାଳନା ହେବ। ମୋ ନାଁ ଶ୍ରୀ ଆଡ଼ମା ରାଭା, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାଲକାନଗିରି ଜିଲ୍ଲା। ଆଜି ଚନ୍ଦନଗୁଡ଼ାଠାରେ ଆୟୋଜିତ ହେଉଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏଠାରେ ଏହି ଅଞ୍ଚଳର 5-7 ଗୋଟି ପଞ୍ଚାୟତର ସମସ୍ତ ଭକ୍ତବୃନ୍ଦ ଏଠାରେ ଉପସ୍ଥିତ ରହିଛନ୍ତି ଏବଂ ଏ 3 ଦିନ ଧରି ଏ କାର୍ଯ୍ୟ ଚାଲୁ ରହିବ। ଏ ଅଞ୍ଚଳରେ ଜଗନ୍ନାଥ ପୂଜା ପାଇବା ଆମ ପାଇଁ ବହୁତ ଧନ୍ୟ। ପୁରୀରେ ନ ଗଲେ ବି ଏଇଠାରୁ ଆମେ ତାଙ୍କ ସହିତ ଭାବ ବିନିମୟ କରିବୁ। ଏଥିପାଇଁ ସମସ୍ତ କମିଟିର ସଦସ୍ୟବୃନ୍ଦ ଯେଉଁମାନେ ଏଠି ବହୁତ ଦିନରୁ କାମ କରି ଆସିଛନ୍ତି, ଆଜି ତାଙ୍କର କାମନା ପୂରଣ ହେଇଛି, ମନ୍ଦିର ପ୍ରତିଷ୍ଠା ହେଉଛି। ତେଣୁ ଏ ଅଞ୍ଚଳର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେବୁ। ଜଗନ୍ନାଥ ଆମକୁ ଆଶୀର୍ବାଦ କରନ୍ତୁ, ତାଙ୍କର ସେବା ଆମେ ଚିରଦିନ କରିଚାଲିବୁ। ମୋ ନାଁ ରଘୁନାଥ ନାୟକ, ମୋ ଘର ପଦ୍ମଗିରି। ନିଶ୍ଚିତ ଭାବରେ ସେ ଚନ୍ଦନଗୁଡ଼ା ଗ୍ରାମବାସୀଙ୍କୁ ମୁଁ ଧନ୍ୟବାଦ ଦେବି ଯେ ସେମାନଙ୍କର ଆପ୍ରାଣ ଉଦ୍ୟମ ଇଚ୍ଛା ଶକ୍ତି ବଳରେ ଆଜି ଏଡ଼େ ବଡ଼ ମନ୍ଦିରଟା ନିର୍ମାଣ ହୋଇପାରିଛି। ଏ ଗାଁଟା ଗୋଟେ ଆଦିବାସୀ ବା ଅନୁସୂଚିତ ଜାତି ଗ୍ରାମ ହୋଇଥିଲେ ମଧ୍ୟ ସେମାନେ ମଧ୍ୟ ହୃଦୟଙ୍ଗମ କରିପାରିଛନ୍ତି ଯେ ଜଗନ୍ନାଥ ଠାକୁର ହେଉଛନ୍ତି ସେ ଅନୁସୂଚିତ ଜାତି ବା ଆଦିବାସୀ ଲୋକମାନଙ୍କର। ତେଣୁ ସେଇ ଚେଷ୍ଟାରେ ଆଜି ଗୋଟେ ଛୋଟ କୁଡ଼ିଆରୁ ଗୋଟେ ମହାନ ବଡ଼ ମନ୍ଦିରଟା ନିର୍ମାଣ କରିପାରିଛନ୍ତି। ସେଥିପାଇଁ ମୋ ତରଫରୁ ଏହି କମିଟିର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଦୀର୍ଘ 25 ବର୍ଷ ହେବ ଗୋଟେ ଛୋଟିଆ ଚାଳ ଘରେ ମନ୍ଦିର ପ୍ରତିଷ୍ଠା, ଛୋଟ ଗୋଟେ ମନ୍ଦିର କରିକି ମନ୍ଦିର ପୂଜା କରୁଥିଲେ ଏବଂ ରଥଯାତ୍ରା ମଧ୍ୟ ସେଇ ଦିନଠାରୁ ଦୀର୍ଘ 25 ବର୍ଷ ଧରି ରଥଯାତ୍ରା ମଧ୍ୟ କରାଯାଉଛି ଏ ଛୋଟିଆ ଗାଁରେ। ତେଣୁ ନିଶ୍ଚିତ ଭାବରେ ଏ ଅଞ୍ଚଳ ପାଇଁ ଗୋଟେ ଶୁଭ ଦିନ ମନେ କରିବୁ। ବ୍ୟୁରୋ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି।